ରାୟଗଡ଼ାରେ ପୁଣି ମାତିଲେ ଚୋର। ରାୟଗଡ଼ା ସହରରେ ଚୋରି ଡକାୟତି ରାହାଜାନୀ ଦିନକୁ ଦିନ ଏବେ ବଢ଼ିବାରେ ଲାଗିଛି। ଏହିଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି, ଯାହା ଫଳରେ ଏହି ଘଟଣା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରାୟଗଡ଼ା ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡକାୟତ ଘର ଭିତରେ ପଶି ବନ୍ଧୁକ ଦେଖାଇ ଲୁଟି ନେଲା ସୁନା ଅଳଙ୍କାର ଓ ଆସବାବପତ୍ର। ରାୟଗଡ଼ା ସହର ଫାୟାର ଷ୍ଟେସନ ନିକଟରେ ଘଟିଛି ଏଭଳି ଘଟଣା। ପୂର୍ତ୍ତ ବିଭାଗ କର୍ମଚାରୀ ବସନ୍ତ କୁମାର ମିଶ୍ରଙ୍କ ଘରୁ ହୋଇଛି ଏହି ଲୁଟ୍। ଡକାୟତମାନେ ବସନ୍ତ ମିଶ୍ରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଲୁଟେରାଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ବସନ୍ତ ମିଶ୍ର। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ପୁଲିସର ଖୋଳତାଡ଼ ତଦନ୍ତ ଆରମ୍ଭ ଜାରି ରହିଛି। कुमार मिश्र कौन राति देखुली बसला रात 4-5 आसिक मत बाड़ा बाड़ी कर सका मुंडे लगे सब सुना चेन सब पैंट सार्ट ग्यास हाँडी सब धरिक पड़े बहुत थाना को अभियोग। रायगड़ारू संतोष कुमार साहू रिपोर्ट, न्यूज अलर्ट 24x7।